ରାତି ଅଧରେ ଦୁର୍ବୃତ୍ତ ଦୋକାନରେ ଲଗାଇଲେ ନିଆଁ। ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳି ପୋଡ଼ି ପାଉଁଶ। ଗତକାଲି ବିଳମ୍ବିତ ରାତିରେ ଦୋକାନରେ ଲାଗିଲା ନିଆଁ। ଦୋକାନ ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ହୋଇଗଲା। ପ୍ରତ୍ୟେକ ଦିନ ପରି ଶନିବାର ରାତିରେ ଦୋକାନ ବନ୍ଦ କରିବା ସହିତ ବିଦ୍ୟୁତ ବିଚ୍ଛେଦ କରି ଘରକୁ ଯାଇଥିଲେ ଦିବାକର ନାୟକ। ରାତିରେ ଖାଇ ପିଇ ଶୋଇଥିଲେ ପରିବାର ଲୋକେ। ପାଖ ପଡ଼ିଶା ଦୋକାନରେ ନିଆଁ ଲାଗିଥିବା ସୂଚନା ପାଇଥିଲେ। ଦୋକାନ ନିକଟରେ ପହଞ୍ଚି ଦମକଳ କେନ୍ଦ୍ରକୁ ଫୋନ୍ କରି ଜଣାଇଥିଲେ। ଗ୍ରାମବାସୀଙ୍କ ସହାୟତାରେ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ବେଳକୁ ଦୋକାନର ସମସ୍ତ ସାମଗ୍ରୀ ଜଳିପୋଡ଼ି ପାଉଁଶ ହୋଇଯାଇଥିଲା। ଏହିପରି ଏକ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ସୁଦର୍ଶନପୁର ପଞ୍ଚାୟତ ସୁଆଁ ଗ୍ରାମର ଦିବାକର ନାୟକଙ୍କ ଦୋକାନରେ। କେହି ଦୁର୍ବୃତ୍ତ ଦୋକାନରେ ନିଆଁ ଲଗାଇ ଦେଇଥିବା ସନ୍ଦେହ କରୁଛନ୍ତି ଦୋକାନୀ ଦିବାକର ନାୟକ। ସୂଚନା ଅନୁଯାୟୀ ଉକ୍ତ ଦୋକାନ ମାଧ୍ୟମରେ ପରିବାର ପ୍ରତିପୋଷଣ କରୁଥିଲେ ଦିବାକର। ପରିବାର କହିଲେ ଶାଶୁ ଶ୍ୱଶୁର ବିଧବା ବୋହୂ ଏବଂ ନାବାଳିକା ନାତୁଣୀକୁ ନେଇ ମାତ୍ର 4 ଜଣ ବହୁ କଷ୍ଟରେ ଗ୍ରାମରେ ଏକ ଭେରାଇଟି ଦୋକାନ କରିଥିଲେ। ପୁଅ ମରିଗଲା ପରେ ବିଧବା ବୋହୂ ଓ ନାବାଳିକା ନାତୁଣୀକୁ ନେଇ ଖୁସିରେ ଦିନ କାଟୁଥିଲେ ଦିବାକର। ହେଲେ ପରିବାର ଉପରେ କାହାର ନଜର ଲାଗିଲା। ଦୁର୍ବୃତ୍ତମାନେ ରାତି ଅଧରେ ଦୋକାନରେ ନିଆଁ ଲଗାଇ ସବୁ ଖୁସି ଛଡ଼ାଇ ନେଲେ। ପାଖାପାଖି 5 ଲକ୍ଷ ଟଙ୍କାର ଦୋକାନ ପୋଡ଼ି ପାଉଁଶ ହୋଇଗଲା। କିପରି ପରିବାରକୁ ପ୍ରତିପୋଷଣ କରିବେ ଦିବାକର, ଏହା ଭାବି ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି ପରିବାର। ଦିବାକର ଏବଂ ପରିବାର ଲୋକେ ପ୍ରଶାସନିକ ସହାୟତା ମିଳିଲେ ପୁଣି ଥରେ ଖୁସିରେ ପରିବାର ପ୍ରତିପୋଷଣ କରିପାରିବେ ବୋଲି ଆଶା ପୋଷଣ କରିଛନ୍ତି ଦିବାକର। ଆପଣ ପରିଚୟ ଆଜ୍ଞା? ମୋ ନାଁ ଅଜୟ ନାୟକ, ସୁଦର୍ଶନପୁର। କ'ଣ କହିବେ ଏ ଘର କେମିତି ନିଆଁ ଲାଗିଲା? ଦୋକାନ ଘରଟା କେମିତି ନିଆଁ ଲାଗିଲା ସେଟା ପ୍ରକୃତ ଜଣା ନାହିଁ। ରାତି 2:30 ପାଖାପାଖି ମୋତେ ଫୋନ୍ କଲା କି ଘରେ ନିଆଁ ଲାଗିଛି। ମୁଁ ଆସି ଦେଖିଲା ବେଳକୁ ସେତେବେଳକୁ ଦମକଳ ଗାଡ଼ି ଆସି ପହଞ୍ଚିଲାଣି। ତ ପ୍ରାୟ 80%ରୁ ଅଧିକା ଜଳି ସାରିଥିଲା ସେତେବେଳକୁ। ଆଜ୍ଞା, କିଛି ଉଦ୍ଧାର କରିପାରିଲେନି ଯେହେତୁ ପ୍ରାୟ ସମ୍ପୂର୍ଣ୍ଣ ନିଆଁ ଲାଗିଯାଇଥିଲା। ଆଉ ପାଖାପାଖି ଦୋକାନଟା ଆମର ଏଠି ସବୁ ପ୍ରକାର ଜିନିଷ ଏଠି ଥିଲା। ଏଥିରେ ମାନେ ଗ୍ରୋସରୀ ହେଉ, ଷ୍ଟେସନାରୀ ହେଉ କି ବାକି ଅଲଗା ଜିନିଷ ସବୁ ପ୍ରକାର A to Z ଏଠି ଜିନିଷ ସବୁ ମିଳେ। ଆଉ ପାଖାପାଖି 5 ଲକ୍ଷ ଟଙ୍କାର ଜିନିଷ ଥିଲା ତାଙ୍କର। ଆଉ 4 ପ୍ରାଣୀ, ସେ ବିଧବା ସ୍ତ୍ରୀ ଲୋକଟେ ଆଉ ବୁଢ଼ାବୁଢ଼ୀ 2 ଜଣ, ଗୋଟେ ନାବାଳିକା ଝିଅ ଅଛି। ସେମାନେ ଏଇଠୁ ଗୁଜୁରାଣ ମେଣ୍ଟାଉଥିଲେ। ତେଣୁ ସେମାନେ ଯେତେବେଳେ କାଲିଠୁ ଏଇ ଅସୁବିଧାରେ ପଡ଼ିଛନ୍ତି, ଆମେ ସମସ୍ତଙ୍କୁ ଅନୁରୋଧ କରୁଛୁ ପ୍ରଶାସନିକ ହିସାବରେ ବା ପର୍ସନାଲି ଯଦି କୌଣସି NGO ମାଧ୍ୟମରେ ତାଙ୍କୁ କିଛି ସାହାଯ୍ୟ ଦିଆଯାଏ, ପୁଣି ଆଉ ଥରେ ସେ ଏଷ୍ଟାବ୍ଲିଶ୍ ହୋଇପାରିବେ। ଆଜ୍ଞା, ଆପଣଙ୍କ ପରିଚୟଟା ଟିକେ ଜୋର କୁହନ୍ତୁ। ଆପଣଙ୍କ ନାଁଟା? ଘର କ'ଣ? ଏ ଦୋକାନ ଆପଣଙ୍କର? କେମିତି କ'ଣ ଲାଗିଲା ନିଆଁ? ରାତିର 1ଟା ବେଳେ ହଁ, ଆପଣ କେମିତି ଜାଣିଲେ? କେମିତି? ଆମକୁ ଖୋଜାଇକି ଡାକି ଆଜ୍ଞା, ତମ ଦୋକାନ ନିଆଁ ଲାଗିଯାଇଛି, ଏତେ ଲଗାଇଯାଇଛି, ଆସନ୍ତୁ ଦେଖିବେ। କ'ଣ ଦୋକାନରେ ଥିଲା ସବୁ? ସବୁ ଷ୍ଟେସନାରୀ, ଛୁଞ୍ଚି ସୂତା ନେଇକି ସବୁ ଖାତା ବହି ଆଳୁ ସବୁ। କିଛି ଉଦ୍ଧାର କରିପାରିନାହାନ୍ତି? ନା, ଆସିଲା ସବୁ ଦମକଳ ବାହିନୀ ଆସିଥିଲେ? ହଁ, ଲିଭେଇଲା ବେଳେ କିଛି ନଥିଲା ନା କ'ଣ? ଯାହା ଅଳ୍ପ ଥିଲା ଖାଲି ପାଣି ପକେଇ ସବୁ ବନ୍ଦ କରିଦେଇଛି। ଏ ବିଷୟରେ ଜଣେଇଛନ୍ତି ଉପର ଧରାଯାଉ ତହସିଲଦାର କିମ୍ବା RI? ହଁ, ଆସୁଛନ୍ତି ସେମାନେ? ସ୍ପଟ ପରିଦର୍ଶନରେ ଆସିଥିଲେ? ହଁ। ଆଉ କ'ଣ ଚାହୁଁଛନ୍ତି ଆପଣ? ଆମେ ଚାହୁଁଛୁ ନିଆଁଟା କେମିତି ଲାଗିଲା, କାହାକୁ ସନ୍ଦେହ କରୁଛନ୍ତି? ଦେହ ତ ବର୍ତ୍ତମାନ ଜଣା ପଡ଼ୁନି। 2-4 ଦିନ ଗଲେ ଲୋକ ଫୁଟପାଟ ହେଲେ ଆପଣଙ୍କ କିଏ ଶତ୍ରୁ ସେମିତି ଅଛନ୍ତି କି ନା? ଶତ୍ରୁ କାହିଁ, ଶତ୍ରୁ କେହି ନାହାନ୍ତି। କେମିତି ନିଆଁ ଲାଗିଲା ଆପଣ ଭାବୁଛନ୍ତି? ନା, ସେ କିଏ ଲଗେଇଛି? ଆମର ଆଉ କରେଣ୍ଟରୁ ଲାଗିନି। କରେଣ୍ଟ ହବ ହେଉଛି ରାତିରେ। କରେଣ୍ଟ ଲାଗୁନାହିଁ, ଏଇ ଜଣେ ଲଗେଇଛି ବୋଲି ସନ୍ଦେହ କରୁଛନ୍ତି ଆପଣ? ହଁ, ଏଟା ତ କରେଣ୍ଟ ହବ ହେଉଛି ରାତିରେ। ଆଉ କ'ଣ ଚାହୁଁଛନ୍ତି ପ୍ରଶାସନ? କ'ଣ ଆପଣଙ୍କୁ? ଶାସନ ମୁଁ ଚଳିଛି 250,000 ଟଙ୍କା ଦେଇଥିଲା, ଯାହା ସେଇଟାର ଚଳାଚଳି କରୁଛି। ଆଜ୍ଞା, ଆଉ ବର୍ତ୍ତମାନ ସବୁ କିଛି ନାହିଁ। ଦେଖୁଛନ୍ତି ଖାଲି ଖୁସି ଛଡ଼ା। ପରିଚୟଟା? ମୋ ନାଁ ରୀନା ନାୟକ, ମୋ ଘର ସୁଦର୍ଶନପୁର। ଆଜ୍ଞା, ଏ କାଲି ରାତିରେ ଯେଉଁ ନିଆଁ ଲାଗିଗଲା, କେମିତି ଲାଗିଲା ଦୋକାନରେ? ରାତି 2ଟା ବେଳେ ଲୋକ ଯାଇକି ଜଣେଇଲି।
ଆମେ ଆସ୍ତେ ଆସ୍ତେ କିଛି ନାହିଁ ପୋଡ଼ି ଯାଇଛି ସବୁ। ତାପରେ ଦମକଳକୁ ଫୋନ୍ କରାହେଲା, ସେ ଆସିଲା ବେଳକୁ ଦେଖିଲା ବେଳକୁ କିଛି ନାହିଁ। କ'ଣ ଏ ଦୋକାନରେ ଥିଲା କି ଦୋକାନଟା ଏଟା? ମାନେ ତେଜରାତ ଜିନିଷ, ମାନେ ଯେତିକି ହରପାଳ ଜିନିଷ, ଆଜ୍ଞା ମାନେ 5 ଲକ୍ଷ ପରେ ହବ ବୋଧେ ଜିନିଷ। ଆଜ୍ଞା ଆଉ ମୋ ସ୍ୱାମୀ ଗଲାଣି ଏଠି 15 ବର୍ଷ ହେଲାଣି, ଲୋନ୍ ଉଠେଇକି ଦୋକାନଟା ଚଳାଉଛନ୍ତି। ଆଜ୍ଞା ମୋ ଶାଶୁ ଶ୍ୱଶୁର ଆଉ ମୋ ଝିଅଟେ ବର୍ତ୍ତମାନ ପାଠ ପଢ଼ୁଛି। ତାକୁ କେମିତି କ'ଣ ଚଳେଇବି, କେମିତି କ'ଣ ପଢ଼େଇବି ମଣିଷ କରିବି, ଆପଣଙ୍କୁ ନିବେଦନ କରୁଛି ଆପଣ ମୋତେ କିଛି ସାହାଯ୍ୟ କରନ୍ତୁ। ଯେଉଁ ନିଆଁ କେମିତି ଲାଗିଲା, କ'ଣ ସନ୍ଦେହ କରୁଛନ୍ତି କାହାକୁ ସେମିତି ଅଛି? ସନ୍ଦେହ ତ ଆମ ଆଖିରୁ ଆମେ ଦେଖିନୁ, କାହାକୁ ସନ୍ଦେହ କରିବୁ? ଆଖିରେ ସିନା ଦେଖିଥିଲେ କିଛି ଗୋଟେ ସନ୍ଦେହ ଆଖିରେ ଆସିଥାନ୍ତା। ଆମେ ସନ୍ଦେହ କରିପାରୁନୁ, କିନ୍ତୁ ଆମର କ୍ଷତିପୂରଣ ଆମେ ଚାହୁଁଛୁ। କାହିଁକିନା ଆମେ 4ଟା ମଣିଷ, ଆମେ ଚଳିବୁ କେମିତି? ଦମକଳ ଅଫିସକୁ ଫୋନ୍ କରିଥିଲେ? ଫୋନ୍ କରିଥିଲି। ଆସିଥିଲେ? ହଁ ଆସିଥିଲେ। କେହି ଆସିଲେଣି ଏପର୍ଯ୍ୟନ୍ତ ତହସିଲରେ ଆର୍ଆଇ କେମିତି ସେମିତି ହଁ ଆଡ଼େ ଆସିଥିଲେ। ଆସୁଛନ୍ତି? ଆଉ କ'ଣ ଚାହୁଁଛନ୍ତି? ଆପଣ ମୁଁ କ୍ଷତିପୂରଣ ଚାହୁଁଛି। କାହିଁକିନା ମୁଁ କାହାକୁ ମାନେ ମୋ ଶାଶୁକୁ ଶ୍ୱଶୁରକୁ ମୋ ଛୁଆଟେ କେମିତି କ'ଣ ଚଳେଇବି? ଏଇ ଦୋକାନରେ କେମିତି ଏଠି 15 ବର୍ଷ ହେଲା ମୁଁ ଚଳି ଆସୁଥିଲି। ଲୋନ୍ ଉଠେଇକି ଭଲ ମନ୍ଦ ମୁଁ ଚଳି ଆସୁଥିଲି। ମୋତେ ସେଇଟା ଚଳେଇ ହେଉଛି। ଏତେ ରାତି ଅଧରେ ଅଧିକ ଗୋଟେ କ୍ଷତି ଗୋଟେ କରିଦେଲେ, ଗୋଟେ ଏତେ ଅସହାୟ ଲୋକକୁ, ତାହେଲେ କାହାକୁ କ'ଣ ଇଏ କରିବି? ଭଦ୍ରକ ବାସୁଦେବପୁରରୁ ରଞ୍ଜନ ମଲ୍ଲିକଙ୍କ ରିପୋର୍ଟ, ନ୍ୟୁଜ୍ 88 ଓଡ଼ିଶା।